स्वागत शिक्षा 24/7 ओडिया एजुकेशन चैनल को जे डिस्कस करिबा वीकली करंट अफेयर्स। चलंतु आजिरो सेशन टी को स्टार्ट करिबा। आजिरो प्रथम प्रश्न, व्हिच कंट्रीज मेंस एंड वुमेन्स टीम won the gold medal in the 2025 पान अमेरिकन हॉकी कप 2025 पान अमेरिकीय हॉकी कप रे केउ देशर पुरुष एवं महिला दल स्वर्ण पदक जीतिथिले? एहार सठिक उत्तरटी हेउछि ऑप्शन बी अर्जेंटीना। परवर्ती प्रश्न, एस स्वामीनाथन द मैन हु पेड इंडिया पुस्तक किए लिखिसंती? हु हैज रिटन द बुक टाइटल एम एस स्वामीनाथन द मैन हु फेड इंडिया? एहार सठिक उत्तरटी हेउछि ऑप्शन ए प्रियंबदा जयकुमार। परवर्ती प्रश्न, where did Army Chief General Upendra Dwivedi inaugurate a resource center called अग्निशोध? सेना मुख्य जनरल उपेंद्र द्विवेदी केउठारे अग्निशोध नामक एक गवेषणा केंद्र उद्घाटन करिथिले? एहार सठिक उत्तरटी हेउछि ऑप्शन बी आईआईटी मद्रास। परवर्ती प्रश्न, where will FIFA and AIFF launch India's first FIFA Talent Academy for Girls? फिफा एवं एआईएफएफ केउठारे झिଅମାନଙ୍କ ପାଇଁ ଭାରତର ପ୍ରଥମ ଫିଫା ପ୍ରତିଭା ଏକାଡେମୀ ଆରମ୍ଭ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ହାଇଦ୍ରାବାଦ। ପରବର୍ତ୍ତୀ ପ୍ରଶ୍ନ, where was the WHO IRCH workshop on herbal medicine safety regulation held? ଔଷଧ ସୁରକ୍ଷା ନିୟମ ଉପରେ WHO IRCH କର୍ମଶାଳା କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଗାଜିଆବାଦ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶ ଦ୍ୱାରା ବୁରେଭେଷ୍ଟନିକ ପରମାଣୁ ଚାଳିତ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ରୁଷିଆ। ପରବର୍ତ୍ତୀ ପ୍ରଶ୍ନ, ପାଲାମୁ टाइगर रिजर्व is located in which state? ପାଲାମୁ ବ୍ୟାଘ୍ର ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଝାରଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, what is the name of the AI powered tool launched by the government to generate structured minute of ଗ୍ରାମ ସଭା meeting? ଗ୍ରାମ ସଭା ବୈଠକର ସଂରଚିତ ବିବରଣୀ ସୃଷ୍ଟି କରିବା ପାଇଁ ସରକାର ଆରମ୍ଭ କରିଥିବା ଏଆଇ ଚାଳିତ ଉପକରଣର ନାମ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ସଭାସର। ପରବର୍ତ୍ତୀ ପ୍ରଶ୍ନ, ଜେପି ସେନାନୀ ପେନସନ ଯୋଜନା କେଉଁ ରାଜ୍ୟ ସରକାର ଆରମ୍ଭ କରିଥିଲେ? ଜେପି ସେନାନୀ ପେନସନ ସ୍କିମ୍ was launched by which state government? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ବିହାର। ପରବର୍ତ୍ତୀ ପ୍ରଶ୍ନ, Pansad Wildlife Sanctuary is located in which state? Pansad ବନ୍ୟପ୍ରାଣୀ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, where was the 57th annual conference of the All Bodo Students Union held? All Bodo ଛାତ୍ର ସଂଘର 57ତମ ବାର୍ଷିକ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଆସାମ। ପରବର୍ତ୍ତୀ ପ୍ରଶ୍ନ, which of the following countries are a member of the Five Eyes Alliance? ନିମ୍ନଲିଖିତ ଦେଶଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଫାଇଭ ଆଇଜ୍ ଆଲାଏନ୍ସର ସଦସ୍ୟ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ୟୁନାଇଟେଡ୍ ଷ୍ଟେଟ୍, ୟୁନାଇଟେଡ୍ କିଙ୍ଗଡମ, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ନ୍ୟାସନାଲ ଭ୍ୟାକ୍ସିନେସନ ଡେ ଇଜ ଅବଜର୍ଭ ଅନ ହ୍ୱିଚ୍ ଡେ? ଜାତୀୟ ଟିକାକରଣ ଦିବସ କେଉଁ ତାରିଖରେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ମାର୍ଚ୍ଚ 16। ପରବର୍ତ୍ତୀ ପ୍ରଶ୍ନ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା କେଉଁ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା? ପିଏମଏସବି
ସ୍ୱାନିଧି योजना was launched by which ministry? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ମିନିଷ୍ଟ୍ରି ଅଫ ହାଉସିଂ ଆଣ୍ଡ ଅର୍ବାନ ଆଫେୟର୍ସ। ପରବର୍ତ୍ତୀ ପ୍ରଶ୍ନ ଏକ୍ସରସାଇଜ ଶ୍ରୀନାକ୍ସ ଇଜ ଏ bilateral naval exercise between India and which country? ଏକ୍ସରସାଇଜ ଶ୍ରୀନାକ୍ସ ହେଉଛି ଭାରତ ଏବଂ କେଉଁ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଶ୍ରୀଲଙ୍କା। ପରବର୍ତ୍ତୀ ପ୍ରଶ୍ନ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିବା ଯୋଜନାର ନାମ କଣ? What is the name of the scheme announced by the Prime Minister on Independence Day to boost formal job creation? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ପରବର୍ତ୍ତୀ ପ୍ରଶ୍ନ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ମିଶନ ଆରମ୍ଭ କରିଛନ୍ତି? Which mission has been launched by Prime Minister Narendra Modi to protect important establishment with indigenous technology? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମିଶନ ସୁଦର୍ଶନ ଚକ୍ର। ପରବର୍ତ୍ତୀ ପ୍ରଶ୍ନ ନାଗାଲାଣ୍ଡ ଗଭର୍ଣ୍ଣର ପାସ୍ଡ ଆୱେ ହ୍ୱାଟ ଇଜ ହିଜ ନେମ୍? ନାଗାଲାଣ୍ଡ ରାଜ୍ୟପାଳଙ୍କ ଦେହାନ୍ତ ହୋଇଛି, ତାଙ୍କ ନାମ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଏଲ ଗାନେସନ। ପରବର୍ତ୍ତୀ ପ୍ରଶ୍ନ which state has launched ଦିଶା ଅଭିଯାନ for intellectual disabled student? ବୌଦ୍ଧିକ ଭାବରେ ଅକ୍ଷମ ଛାତ୍ରମାନଙ୍କ ପାଇଁ କେଉଁ ରାଜ୍ୟ ଦିଶା ଅଭିଯାନ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ which become the third state to launch forest and wildlife crime management system hub? ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଅପରାଧ ପରିଚାଳନା ପ୍ରଣାଳୀ ହକ୍ ଆରମ୍ଭ କରିବାରେ କେଉଁ ରାଜ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ତାମିଲନାଡୁ। ପରବର୍ତ୍ତୀ ପ୍ରଶ୍ନ 18 ବର୍ଷ ପରେ ଭାରତକୁ S&P କେଉଁ ରେଟିଂ ଦେଇଛି? Which rating has S&P given to India after 18 years? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି BBB। ପରବର୍ତ୍ତୀ ପ୍ରଶ୍ନ କେଉଁ ଦେଶ ଆନୁଷ୍ଠାନିକ ଭାବରେ 100 ଗିଗାୱାଟ ସୌର ଫଟୋଭୋଲ୍ଟିକ ମଡ୍ୟୁଲ ଉତ୍ପାଦନ କ୍ଷମତା ହାସଲ କରିଛି? Which country has officially achieved 100 gigawatt of solar photovoltaic module manufacturing capacity? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରାଜ୍ୟ ରୋଜଗାର ଯୋଜନା ଅଧୀନରେ କେତେ ଆର୍ଥିକ ରାଶି ଦିଆଯିବ? How much financial amount will be given under PM ବିକଶିତ ଭାରତ ରୋଜଗାର ଯୋଜନା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି 15,000। ପରବର୍ତ୍ତୀ ପ୍ରଶ୍ନ in which state did ISRO inaugurate the space laboratory? ଇସ୍ରୋ କେଉଁ ରାଜ୍ୟରେ ମହାକାଶ ପରୀକ୍ଷାଗାର ଉଦ୍ଘାଟନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଅରୁଣାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ who won the title of the third box Chennai Grand Master 2025? ତୃତୀୟ କ୍ୱାଣ୍ଟ ବକ୍ସ ଚେନ୍ନାଇ ଗ୍ରାଣ୍ଡ ମାଷ୍ଟର 2025 ର ଟାଇଟଲ କିଏ ଜିତିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଭିନସେଣ୍ଟ କିମର। ପରବର୍ତ୍ତୀ ପ୍ରଶ୍ନ ଇ ଜାଗୃତି ପ୍ଲାଟଫର୍ମ କେଉଁ ମନ୍ତ୍ରାଳୟର ଏକ ପଦକ୍ଷେପ? ଇ ଜାଗୃତି ପ୍ଲାଟଫର୍ମ ଇଜ ଆନ୍ ଇନିସିଏଟିଭ ଅଫ ହ୍ୱିଚ୍ ମିନିଷ୍ଟ୍ରି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମିନିଷ୍ଟ୍ରି ଅଫ କନଜ୍ୟୁମର ଆଫେୟାର୍ସ ଫୁଡ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ। ପରବର୍ତ୍ତୀ ପ୍ରଶ୍ନ ସମ୍ପ୍ରତି ଖବରରେ ଦେଖାଯାଇଥିବା ହାଲମାନ ଆପ୍ରିକଟ ମୁଖ୍ୟତଃ ଭାରତ କେଉଁ ଅଞ୍ଚଳରେ ଦେଖାଯାଏ? ହାଲମାନ apricot that was recently seen in news is primarily found in which region of India? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଲଦାଖ। ପରବର୍ତ୍ତୀ ପ୍ରଶ୍ନ ଡିବ୍ରୁ ସାଇଖୋଆ ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ which state? ଡିବ୍ରୁ ସାଇଖୋଆ ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ?
ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଆସାମ। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ସେନାର କେଉଁ ପଦକ୍ଷେପ ଅଧୀନରେ ଅରୁଣାଚଳ ପ୍ରଦେଶରେ ଆରୋଗ୍ୟମ୍ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଆରମ୍ଭ କରାଯାଇଛି? The Arogyam Health and Wellness Center in Arunachal Pradesh has been launched under which initiative of the Indian Army? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଅପରେସନ ସଦ୍ଭାବନା। ପରବର୍ତ୍ତୀ ପ୍ରଶ୍ନ, ସମ୍ପ୍ରତି ଖବରରେ ଦେଖାଯାଇଥିବା ମାଉଣ୍ଟ ଏଲବ୍ରସ୍ କେଉଁ ଦେଶରେ ଅବସ୍ଥିତ? ମାଉଣ୍ଟ ଏଲବ୍ରସ୍ that was recently seen in news is located in which country? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଚାଇନା। ପରବର୍ତ୍ତୀ ପ୍ରଶ୍ନ, what is the mascot of the launch men's Asia Cup hockey tournament? ଆରମ୍ଭ ହୋଇଥିବା ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟର ମାସ୍କଟ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଚାନ୍ଦ। ପରବର୍ତ୍ତୀ ପ୍ରଶ୍ନ, who has been appointed as mental health ambassador by the International Olympic Committee? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଅଭିନବ ବିନ୍ଦ୍ରା। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ଖାଦ୍ୟ ଭାରତ 2025 ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହେବ? Where will the World Food India 2025 conference be held? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଭୋପାଳ। ପରବର୍ତ୍ତୀ ପ୍ରଶ୍ନ, who wrote the book Gunned Down Murder of an Olympic Champion? Gunned Down Murder of an Olympic Champion ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ରାମ ମାଧବ। ପରବର୍ତ୍ତୀ ପ୍ରଶ୍ନ, who has been appointed as the new governor of Nagaland? ନାଗାଲାଣ୍ଡର ନୂତନ ରାଜ୍ୟପାଳ ଭାବରେ କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଅଜୟ କୁମାର ଭାଲ୍ଲା। ପରବର୍ତ୍ତୀ ପ୍ରଶ୍ନ, India will host the Asian Open Short Track Speed Skating Trophy 2025 for the first time. Where will it be? ଭାରତ ପ୍ରଥମ ଥର ପାଇଁ ଏସିଆ ଓପନ ସର୍ଟ ଟ୍ରାକ୍ ସ୍ପିଡ୍ ସ୍କେଟିଂ ଟ୍ରଫି 2025 ଆୟୋଜନ କରିବ। ଏହା କେଉଁଠି ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଡେହରାଡୁନ। ପରବର୍ତ୍ତୀ ପ୍ରଶ୍ନ, where was de jure transfer day on 16 ଅଗଷ୍ଟ? 16 ଅଗଷ୍ଟରେ ଆଇନଗତ ସ୍ଥାନାନ୍ତର ଦିବସ କେଉଁଠାରେ ପାଳିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ପୁଡୁଚେରୀ। ପରବର୍ତ୍ତୀ ପ୍ରଶ୍ନ, 2025 ମସିହାରେ ମେଲବର୍ଣ୍ଣ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ କିଏ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି? Who got the best film award at the Indian Film Festival of Melbourne 2025? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ହମ୍ ବାଉଣ୍ଡ। ପରବର୍ତ୍ତୀ ପ୍ରଶ୍ନ, Indian tricolor was hoisted for the first time on Space Needle. ପ୍ରଥମ ଥର ପାଇଁ ସ୍ପେସ୍ ନିଡଲରେ ଭାରତୀୟ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସେଟେଲ। ପରବର୍ତ୍ତୀ ପ୍ରଶ୍ନ, ମହାରାଷ୍ଟ୍ର ପୋଷ୍ଟାଲ ଡିଭିଜନ ରିଲିଜ ଚିତ୍ରା ପୋଷ୍ଟକାର୍ଡ and presentation pack during the Golden Jubilee celebration of which film? ମହାରାଷ୍ଟ୍ର ପୋଷ୍ଟାଲ ଡିଭିଜନ କେଉଁ ଚଳଚ୍ଚିତ୍ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଚିତ୍ରା ପୋଷ୍ଟକାର୍ଡ ଏବଂ ପ୍ରେଜେଣ୍ଟେସନ ପ୍ୟାକ୍ ରିଲିଜ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଶୋଲେ। ପରବର୍ତ୍ତୀ ପ୍ରଶ୍ନ, ଉଦ୍ୟମ ସଖୀ ପୋର୍ଟାଲ କେଉଁ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମିନିଷ୍ଟ୍ରି ଅଫ ମାଇକ୍ରୋ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ। ପରବର୍ତ୍ତୀ ପ୍ରଶ୍ନ, ରୁବେଲା ରୋଗ ଯାହା ସମ୍ପ୍ରତି ଖବରରେ ଦେଖାଯାଇଥିଲା ତାହା କେଉଁ କାରକ ଦ୍ୱାରା ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଭାଇରସ। ପରବର୍ତ୍ତୀ ପ୍ରଶ୍ନ, ସହରିଆ ଜନଜାତି ମୁଖ୍ୟତଃ କେଉଁ ରାଜ୍ୟରେ ଦେଖାଯାଆନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ସ୍ଲାଇଟିଓ ସାର୍କ ପ୍ରଥମ ଥର ପାଇଁ କେଉଁଠାରେ ରେକର୍ଡ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଗ୍ରେଟ୍ ଚାଗୋସ ବ୍ୟାଙ୍କ, ଇଣ୍ଡିଆନ ଓସେନ। ପରବର୍ତ୍ତୀ ପ୍ରଶ୍ନ, ପାଲମିରା
palm tree that was recently seen in news is primarily found in which region? ସମ୍ପ୍ରତି ଖବରରେ ଦେଖାଯାଇଥିବା ପାଲମିରା ତାଳ ଗଛ ମୁଖ୍ୟତଃ କେଉଁ ଅଞ୍ଚଳରେ ଦେଖାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ଟ୍ରପିକାଲ ଆଫ୍ରିକା। ପରବର୍ତ୍ତୀ ପ୍ରଶ୍ନ, ପୂର୍ବତନ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମେସିନ ପାଇଁ ୱେବ୍ ନିର୍ମାଣ କରିବା ପାଇଁ ଏକ ଏଆଇ ଷ୍ଟାର୍ଟଅପ୍ ଲଞ୍ଚ କରିଥିଲେ। ଏହାର ନାମ କଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ପାର୍ଲାଲ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶ 2036 ସୁଦ୍ଧା ଭେନେରାଡି ଭେନ୍ସ ମିଶନ ଆରମ୍ଭ କରିବାକୁ ଘୋଷଣା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ରୁଷିଆ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱର ପ୍ରଥମ ବିଶ୍ୱ ମାନବୀୟ ରୋବଟ ଖେଳ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ବେଜିଂ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ପ୍ଲାଷ୍ଟିକ ଚୁକ୍ତି ଆଲୋଚନା କେଉଁଠାରେ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଜେନିଭା। ପରବର୍ତ୍ତୀ ପ୍ରଶ୍ନ, କିଏ ବ୍ରିଟେନର ସବୁଠାରୁ କମ ବୟସ୍କ ଓକିଲ ହୋଇଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ କ୍ରିସାଙ୍ଗି ମେସାରମ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଆନ୍ତର୍ଜାତୀୟ ବିମାନବନ୍ଦର ବିଶ୍ୱର ପ୍ରଥମ ଏଆଇ ପରିଚାଳିତ ଇମିଗ୍ରେସନ କରିଡର ଆରମ୍ଭ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଦୁବାଇ। ପରବର୍ତ୍ତୀ ପ୍ରଶ୍ନ, ଡିପ୍-ସି ମିଶନ ଅଧୀନରେ ଆଟଲାଣ୍ଟିକ ମହାସାଗରରେ 5002 ମିଟର ମାନବ ଡ୍ୟାପ୍ କରି ଭାରତ ଏକ ରେକର୍ଡ ସୃଷ୍ଟି କରିଛି। ଡିପ୍-ସି ମିଶନ କେବେ ଆରମ୍ଭ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି 2021 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, କିଏ 2025 ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ମାନିକା ବିଶ୍ୱକର୍ମା। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ଫଟୋଗ୍ରାଫି ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି 19 ଅଗଷ୍ଟ। ପରବର୍ତ୍ତୀ ପ୍ରଶ୍ନ, ସିନସିନାଟି ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଇଗା ସ୍ୱାସ୍ତେକ।